ପିଲାମାନେ ପୁଣି ଥରେ ତମ ସମସ୍ତ ପ୍ଲସ୍ ଟୁ ସେକେଣ୍ଡ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲା ପୂର୍ବେ ଆମେ ଆଲୋଚନା କଲେ ଶିକ୍ଷାର ସ୍ତର ବର୍ତ୍ତମାନ କଣ ହୋଇଗଲାଣି। ବର୍ତ୍ତମାନ ଆମେ ଗାଇଡ ବହି, ନୋଟ ବହି ତା ଉପରେ ନିର୍ଭର କରୁଛେ, ଟେଷ୍ଟ ଉପରେ ନିର୍ଭର କରୁଛେ। ବହି ପଢିକି ଆମେ ଆମର ମୌଳିକ ଚିନ୍ତାର ବିକାଶ କରୁନାହିଁ। ବୁଝିପାରିଲା? ଦେନ୍ ପିଲା ଯଦି ଦେଖୁଥିଲେ ତମର 71 ପେଜକୁ ପିଲା ଯଦି ପ୍ରାଥମିକ ସ୍କୁଲ ନୋଟ ବହି ପଢେ, ପରୀକ୍ଷାରେ ପାସ୍ କରିବାର ଆଧୁନିକ କୌଶଳ ବୋଲି ସେ ବହିର ଜ୍ଞାନ ଅନୁସନ୍ଧାନ କରି ପ୍ରଶ୍ନପତ୍ର କେଉଁଠି ରହିଛି ସେଇ ଅନୁସନ୍ଧାନରେ ଅନେକ ସମୟ କାଟେ, ତେବେ ଜ୍ଞାନାର୍ଜନ କରିବା ତା ପକ୍ଷରେ ସମ୍ଭବ ହବ କି? ତେଣୁ ଆଜିକାଲି ପିଲା କଣ କରୁଛନ୍ତି, ପ୍ରାଥମିକ ସ୍କୁଲରୁ ଖଣ୍ଡେ ଖଣ୍ଡେ ନୋଟ ବହି କିଣିକି ଆଣୁଛନ୍ତି। ବାବା ମାଙ୍କେ କହୁଛନ୍ତି, ମା ଗୋଟିଏ ନୋଟ ବହି ମୋ ପାଇଁ ଆଣିବ, ମୋ ପାଇଁ ଗୋଟିଏ ବହି ଆଣିବ। ସେ ବହି ଆଣିବ, ଗାଇଡ ବହି ଆଣିବ, ଟେଷ୍ଟ ପେପର ବହି ଆଣିବ। ତେଣୁ ତାକୁ କଣ କରୁଛନ୍ତି, ପରୀକ୍ଷାରେ ପାସ୍ ହେବା ପାଇଁ ଆଧୁନିକ କୌଶଳ ମାନ ଶିଖୁଛନ୍ତି। କେମିତି ମୁଁ ଚିରିକି ନେବି, କେଉଁ ଭିତରେ ରଖିବି କପଡା ଗୋଟେ ଧରା ପଡିବନି, ଏଇଭଳି ଭାବରେ। ବୁଝିଲା? ପରୀକ୍ଷାରେ ପାସ୍ କରିବା ବିଭିନ୍ନ କୌଶଳ, ମାନେ କାହାଠୁ କେମିତି ଟିପି ପକେଇବି, ଏଇଭଳି ଭାବରେ। ତେଣୁ ବହୁତ କୌଶଳ ଶିଖୁଛନ୍ତି। ନୋଟ ବହି ପଢୁଛନ୍ତି, ବହିର ଜ୍ଞାନ ଅନୁସନ୍ଧାନ ନ କରି ପ୍ରଶ୍ନପତ୍ର କେଉଁଠି ରହିଛି ଖାଲି ସେଇ ଅନୁସନ୍ଧାନ କରୁଛନ୍ତି। ବହିରେ ଜ୍ଞାନ ଟା କଣ ଲେଖା ହେଇଛି ସେ କଥା ପିଲାମାନେ ବୁଝୁନାହାନ୍ତି। ପରନ୍ତୁ ପ୍ରଶ୍ନପତ୍ର କେଉଁଠୁ ଆସିବ, ଗୋଟେ ପିଲା ଅଛନ୍ତି, ସାର୍ ଆମକୁ ଖାଲି ଭେରି ଭେରି ଇମ୍ପୋର୍ଟାଣ୍ଟ କହିଦିଅନ୍ତୁ, ଆମେ ସେଇଟାକୁ ଘୋଷିକି ଆସି ପରୀକ୍ଷା ନେବୁ। ଆମକୁ ଖାଲି ଭେରି ଭେରି ଇମ୍ପୋର୍ଟାଣ୍ଟ କେଉଁଠୁ ଆସେ ଟିକେ କହିଦିଅନ୍ତୁ। ଯେମିତି ହେଲେ ପରୀକ୍ଷାରେ ତ ଭଲ ନମ୍ବର ଆସିପାରେ। ପରନ୍ତୁ ଆମ ପରୀକ୍ଷା ପଦ୍ଧତି ମଧ୍ୟ ସେଇ ପରୀକ୍ଷା, ଯେ ଅଧିକ ମାର୍କରେ ରଖିଛି ତାକୁ ଆମେ ବାବା କରୁଛେ, ତାକୁ ମଧ୍ୟ ସବୁ ପ୍ରକାର ଶୀଘ୍ର ସବୁ ପ୍ରକାର ସୁଯୋଗ ସୁବିଧା ମିଳୁଛି। ପରନ୍ତୁ ପ୍ରକୃତରେ ଯଦି ଦେଖିବା, ବହିର ଜ୍ଞାନକୁ ଅନୁସନ୍ଧାନ କରୁନେ, କେବଳ ପ୍ରଶ୍ନପତ୍ର କେଉଁଠି ରହିଛି ସେ ଅନୁସନ୍ଧାନ ଆମେ କରୁଛେ। କେଉଁଠି ପ୍ରଶ୍ନ ଆସିବ ପରୀକ୍ଷାରେ, ସେଇ ଖଣ୍ଡକ ମୋର ଟିକେ ଅଣ୍ଡରଲାଇନ କରିଦିଅ, ମୋର ଟିକେ ଗାର ପକେଇ ଦିଅ, ମୁଁ ସେଇଟା ଘୋଷିକି ଯିବି, ପିଲା କହୁଛନ୍ତି, କରୁଛନ୍ତି। ତେଣୁ ବହିର ଜ୍ଞାନରୁ ପିଲା ଯାଇ ଖୋଜୁନାହାନ୍ତି, କେବଳ ପ୍ରଶ୍ନପତ୍ର କେଉଁଠି ରହିଛି ପ୍ରଶ୍ନପତ୍ରକୁ ଖୋଜୁଛନ୍ତି। ପରୀକ୍ଷାରେ କେମିତି ପାସ୍ କରିବି ସେ କଥା କୌଶଳ ଶିଖୁଛନ୍ତି। ନୋଟ ବହି ପିଲାମାନେ ପଢୁଛନ୍ତି ଖାଲି। ଗୋଟେ ବଢିଆ ଉଦାହରଣ କହିଛନ୍ତି, ଏବେ ଆନ୍ଧ୍ରପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି 10,000 ଟଙ୍କା ଲାଭ ଉଠେଇଥିଲା। ତାହେଲେ ପରୀକ୍ଷାରେ ଆସିବ, ଆନ୍ଧ୍ରପ୍ରଦେଶରେ ଗୋଟେ ପିଲା କଣ କରି 10,000 ପାଇଥିଲା, ପ୍ରଶ୍ନପତ୍ର ବିକି। ଏବେ ବହୁତ ପରୀକ୍ଷା ତମେ ମାନେ ଜାଣିଥିବ, ବିଭିନ୍ନ ସୋସିଆଲ ମିଡିଆ, ଟିଭି, ରେଡିଓରେ ବାହାରି ଶୁଣିଥିବ, କୋଶ୍ଚିନ୍ ପେପର ଲିକ୍ ହେଇଯାଇଛି, ବିକ୍ରି ହୋଇଯାଇଛି। କେତେ କଣ ହେଇଯାଇଛି ନା ନାଇଁ? ତେଣୁ ପ୍ରଶ୍ନପତ୍ର ବିକି 10,000 ଟଙ୍କା ଲାଭ ଉଠେଇବା କଥା ସେତିକି ବିଧାନସଭାରେ ବିଚାର ହୋଇଯାଇଛି। ଜଣେ ସ୍କୁଲ ଶିକ୍ଷକ ଖୋଲା ଖୋଲି ଗୋଟେ ପ୍ରବନ୍ଧରେ ଲେଖିଛନ୍ତି, ଜଣେ ସ୍କୁଲ ଶିକ୍ଷକ ଗୋଟେ ପ୍ରବନ୍ଧରେ ଲେଖିଛନ୍ତି ଯେ ଆଜିକାଲି କୌଣସି ଅନୁଷ୍ଠାନରେ ବହୁତ ଛାତ୍ର ଖୁବ ଭଲ ଫଳ ଦେଖେଇଥାନ୍ତି, ତ ସେଇ ପ୍ରକାର ଫଳକୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ହେବ। ଜଣେ ଶିକ୍ଷକ ଲେଖିଛନ୍ତି, ଜଣେ ଲେଖିଛନ୍ତି ଶିକ୍ଷକ ଖୋଲା ଖାଲି ଗୋଟେ ପ୍ରବନ୍ଧ ଲେଖିଛନ୍ତି, ଜଣେ ସ୍କୁଲ ଶିକ୍ଷକ ଗୋଟେ ପ୍ରବନ୍ଧ ଲେଖିଛନ୍ତି ଯେ ଆଜିକାଲି କୌଣସି ଅନୁଷ୍ଠାନରେ ବହୁତ ଛାତ୍ର ଖୁବ ଭଲ ଫଳ ଦେଖେଇଥାନ୍ତି, ତେବେ ସେଇ ପ୍ରକାର ଫଳକୁ ସନ୍ଦେହ ଚକିରେ ଦେଖିବାକୁ ହେବ। ଲେଖିଛନ୍ତି କଣ? ଲେଖିଛନ୍ତି ଜଣେ ସ୍କୁଲ ଶିକ୍ଷକ ଲେଖିଛନ୍ତି, ଯଦି କୌଣସି ଅନୁଷ୍ଠାନ ଯାଏ, ଅନୁଷ୍ଠାନ ଯଦି ବହୁତ ପିଲା ଫାର୍ଷ୍ଟ କ୍ଲାସରେ ପାସ୍ ହେଲେ, ବା ଫାର୍ଷ୍ଟ କ୍ଲାସରେ ପାସ୍ କରିଗଲେ ବହୁତ ପିଲା, ତାଙ୍କୁ ଟିକେ ସନ୍ଦେହ ଚକ୍ଷୁରେ ଦେଖିବାକୁ ଦେଖାଯାଉଛି। ସେ କପି ଫପି କରିଦେଇଥିବେ, ଦେଖାଯାଉ ନା ନାଇଁ? ଓବିଅସଲି ଯିଏ ନାଇଁ ସିଏ ସନ୍ଦେହ କରିବ। ଗୋଟେ ଅନୁଷ୍ଠାନ ଯେତେବେଳେ ବହୁତ ପିଲା ଭଲ କରୁଛନ୍ତି, ଆଜିକାଲି ଆମେ ସନ୍ଦେହ ଚକ୍ଷୁରେ ତାଙ୍କୁ ଦେଖୁଛେ। ଦେନ୍ ପିଲା ଖୁବ ଭଲ କରିଥିଲା ମାତ୍ରେ ଆମେ ଯଦି ଜାଣୁଛେ ଯେ ଏ ପିଲା ଭଲ କରିଛି ବୋଲି, ତାକୁ ଆମେ ସନ୍ଦେହ ଚକ୍ଷୁରେ ଦେଖିବାକୁ ଲାଗୁ। ହଁ ମ ସେ କପି ନୋଟ ବହି ଟିପି ଦେଇଥିବ, କି କାହାଠୁ କପି କରିଦେଇଥିବ, ନହେଲେ କିଏ ତାକୁ ସାହାଯ୍ୟ କରିଥିବ। ନହେଲେ କଣ ପଇସା ପତ୍ର କାରବାର ହେଇଯାଇଥିବ। ନା ନାଇଁ? ତାହେଲେ ଏଇଭଳି ଭାବରେ ଆମେ କଣ କରୁଛେ, ତାକୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଲାଗୁଛେ। ଯିଏ ଭଲ ନମ୍ବର ରଖିଛି ତାକୁ ଯଦି ପାଠ ପଢାରେ ସେତିକି ପରିଣତ ଇଏ ହୁଏ, ତେଣୁ ଯଦି ପାଠ ପଢା ପରିଣତ ଏଇଆ ହୁଏ, ତେବେ ସେ ପ୍ରକାର ପାଠର ମୂଲ୍ୟ କଣ? ତାହେଲେ ପାଠ ପରିଣତ କଣ ଏଇଆ ହବା ଦରକାର କି? ପାଠ ପଢାର ପରିଣତି ଖାଲି କଣ ପରୀକ୍ଷାରେ ପାସ୍ କରିବା ପାଇଁ କି? ନା, ପ୍ରକୃତରେ ଜ୍ଞାନ ହାସଲ କରିବା ପାଇଁ, ବହିରେ ଜ୍ଞାନ ଅନୁସନ୍ଧାନ କରିବା ପାଇଁ। ପରନ୍ତୁ ପାଠ ପଢା ପରିଣତି ଆଜି ବଦଳି ଯାଇଛି। ତେବେ ସେ ପ୍ରକାର ପାଠର ମୂଲ୍ୟ କଣ? ଯଦି ତମେ ମାନେ ଗୁଡାଏ ସାର୍ଟିଫିକେଟ ପାଅ, ଭଲ ମାର୍କ ରଖିକି, ତାର ମୂଲ୍ୟ କଣ? ଯେତେବେଳେ ତମ ମାନଙ୍କୁ ଇଣ୍ଟରଭ୍ୟୁରେ ଡକାଯାଏ, ଯେତେବେଳେ ତମମାନଙ୍କୁ ଗୋଟେ କମ୍ପିଟିସନ ହବ,
ସେଠି ଯାଇକି କଣ କରିବ? କରିପାରିବ କିଛି? କିଛି କରିପାରିବନି। ହଁ, ତେଣୁ ଗୁଡେ ଖାଲି ଅସାଧୁ ଉପାୟ ଅବଲମ୍ବନ କରି ମାର୍କ ଗୁଡେ ରଖିଦେଲେ, ଅବୈଧ ଆଚରଣ କରି ଗୁଡେ ମାର୍କ ରଖିଦେଲେ କିଛି ଲାଭ ନାହିଁ। ବୁଝିପାରୁଛ ନା ନାହିଁ? ପ୍ରକୃତିରେ ଜ୍ଞାନକୁ ବଢେଇବାକୁ ପଡିବ। ତେଣୁ ଜୀବନଟା କେବଳ ସିନା ଜୀବନଟା କେବଳ ସିନା ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହେବ। ତେଣୁ ଜୀବନଟା ଆମର ସନ୍ଦେହରେ ଆରମ୍ଭ ହେଲା, ସନ୍ଦେହରେ ମଧ୍ୟ ଶେଷ ହେଲା। ସେଇ ସନ୍ଦେହ କରି କରି ଶେଷ ହେଇଯିବା। ଯାଇଁଲା, ବର୍ତ୍ତମାନ ପରୀକ୍ଷାରେ ଅବଧି ଏଇଭଳି ଥିବା ବେଳେ ଯେଉଁ ଯେଉଁ ପରୀକ୍ଷା ପଡୁଛି, ମାଇନର ପରୀକ୍ଷା ଥିଲା, ମାଇନର ପରୀକ୍ଷା ନଥିଲା, ମାଇନର ପରୀକ୍ଷା ହେଲା। ଅପର ପ୍ରାଇମାରୀ ପରୀକ୍ଷା ନଥିଲା, ସେ ବି ହୋଇସାରିଛି। ଏବେ ତ ମାଇନର ପରୀକ୍ଷା ଉଠିଗଲାଣି। ଅପର ପ୍ରାଇମାରୀ ଖାଲି ଦଶମ ଗୋଟେ ବୋର୍ଡ ପରୀକ୍ଷା ଅଛି, ତାକୁ ବି ଉଠେଇ ଯିବ ବୋଲି ଲାଗୁଛି। ଦେଖିବା କଣ ହଉଛି। ପ୍ଲସ ଟୁ ରେ ଗୋଟିଏ ପରୀକ୍ଷା ବୋଲି ତମେ ମାନେ ଜାଣିଥବ ନା ନାଇଁ? ତେଣୁ ଏଇ ସବୁ ପରୀକ୍ଷା, ମାଇନର ପରୀକ୍ଷା ନଥିଲା, ମାଇନର ପରୀକ୍ଷା ହୋଇଲା, ବା ସେ ଅପର ପ୍ରାଇମାରୀ ପରୀକ୍ଷା ରହିଲା। ଯେତେ ପରୀକ୍ଷା ହେଉ, ଏ ସବୁ ପରୀକ୍ଷା ଚାଲୁ ହବା ପରେ ପରୀକ୍ଷା ଆଗରେ ଯାହା ସବୁ ଶୁଣା ଯାଇ ନଥିଲା, ତାପରେ ଶୁଣାଗଲା ଆଉ। ନୂଆ ପରୀକ୍ଷା ଆସିଲାଠୁ ଯାହା ନୂଆ ନୂଆ କଥା ଶୁଣା ଗଲା ଆଉ। ଦେନ୍ ତେଣୁ ଲୋକ ସାଧାରଣ ଆଶ୍ଚର୍ଯ୍ୟ ହଉଛନ୍ତି। ଲୋକ ସାଧାରଣ ଆଶ୍ଚର୍ଯ୍ୟ ହଉଛନ୍ତି। ସେଇ ପରୀକ୍ଷା ପିଲାଙ୍କ ପ୍ରଶ୍ନ ପତ୍ର ବହି ବିକ୍ରି ହେବା ଛଡା ଆଉ କଣ ବିଶେଷ କିଛି ଲାଭ ହୋଇଛି? ତାହେଲେ ଏଇ ପରୀକ୍ଷା ହୋଇଛି ଆମର ସବୁ କେବଳ ପ୍ରଶ୍ନପତ୍ର ବହି, ଗୋଟିଏ ବହି, ଗାଇଡ ବହି, ଗୁଡେ ନୋଟ ବହି ବିକ୍ରି ହେବା ଛଡା ଏଠାରେ ଆଉ କିଛି ବହି ନାହିଁ। ଯେଉଁ ପରୀକ୍ଷା ପଦ୍ଧତି, ପିଲାମାନେ କଣ ବହିରୁ ଜ୍ଞାନ ପାଇଛନ୍ତି କି? ଏ ନୋଟ ବହିରୁ ପଢିବା, ଆମର ଟେଷ୍ଟ ପଢିବା, ଜ୍ଞାନ ପାଇବା। ସେଗୁଡିକ କେବଳ କଣ ପରୀକ୍ଷାରେ ପାସ୍ ହେବା ପାଇଁ, ବା ଯେଉଁ ପରୀକ୍ଷାରେ ପିଲାଙ୍କ ପାଇଁ ପ୍ରଶ୍ନପତ୍ର ବିକି ହବା ଛଡା ଆଉ କିଛି ଲାଭ ନାହିଁ। ଯେଉଁ ପରୀକ୍ଷା ପଦ୍ଧତି ରହିଛି, କେବଳ ପ୍ରଶ୍ନପତ୍ର ବିକିକି ହବା ଛଡା ଆଉ କିଛି ଲାଭ ନୁହେଁ। ଦେନ୍ କେବଳ ସ୍ଥଳ ସ୍ତରରେ ନୁହେଁ, ଉପର ସ୍ତରରେ ମଧ୍ୟ ପରିସ୍ଥିତି ବିଶେଷ ସନ୍ତୋଷଜନକ ନୁହେଁ। କେବଳ ଯେଉଁ କଥା ଆମେ ଆଲୋଚନା କଲେ, ସେ ସବୁ ତଳ ସ୍ତରର କଥା। ସେ ସବୁ ପ୍ରାଇମେରୀ, ଅପରମାରୀ, ମାଟ୍ରିକ କଥା। ପରନ୍ତୁ ଯଦି ଆମେ ଉପର ସ୍ତରକୁ ଯିବା, ବିଶ୍ୱବିଦ୍ୟାଳୟକୁ, ଗତ ଗ୍ରୀଷ୍ମରେ, ଖରା ଦିନରେ ବିଶ୍ୱବିଦ୍ୟାଳୟ ଗୋଟେ ପରୀକ୍ଷା ଯେତିକି ପାସ୍ ପିଲାଙ୍କ ନାଁ ବାହାରିଥିଲା, ତାର 1/3 ଅବୈଧ ଆଚରଣ ଦଣ୍ଡ ହେଇଥିବା କଥା ମଧ୍ୟ ବାହାରିଥିଲା। ତେଣୁ ଯେତିକି ପିଲା ଗୋଟେ ବିଶ୍ୱବିଦ୍ୟାଳୟ କଥା ଏଠି କହୁଛନ୍ତି, ଯେଉଁ ବିଶ୍ୱବିଦ୍ୟାଳୟରେ ଯେତେ ପିଲା ପାସ୍ ହୋଇଥିଲେ, ମାନେ 1/3, 3 ଭାଗରୁ ଭାଗେ ପିଲା ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ଦଣ୍ଡିତ ହୋଇଥିଲେ, ଅବୈଧ ଆଚରଣ ଦଣ୍ଡିତ ହୋଇଥିଲେ। ହିସାବ କର। ତେଣୁ ଆଗ କାଳେ ଯେତିକି ଏକାଥରକେ ପରୀକ୍ଷା ଫଳ ବାହାରୁଥିଲା, ତେଣୁ ଆଗ କାଳରେ ଆମେ ସମସ୍ତେ ଦେଖିଥିଲେ ଏକାଥରକେ ଆମର ୟୁନିଭର୍ସିଟି ରେଜଲ୍ଟ ଡିକ୍ଲେୟାର ହୋଇଥିଲା। ଏକାଥରକେ ବୋର୍ଡରୁ ଆମର ରେଜଲ୍ଟ ବାହାରେ। କିନ୍ତୁ ଏବେ କଣ ହେଇଛି, ଆଜିକାଲି ଆଉ ସେମିତି ବାହାରୁନି। ହୀରାକୁଦ ବନ୍ଧରେ ଯୋଉ ପାଣି ରହିଲା ପରେ ସାରା ବର୍ଷ ଯାକ ପରୀକ୍ଷା ଫଳ ଆସ୍ତେ ଆସ୍ତେ ବାହାରୁଛି। ଆଜି ଫାର୍ଷ୍ଟ କ୍ଲାସ ବାହାରିଲା, ଆଉ ଫାର୍ଷ୍ଟ ସେମିଷ୍ଟାର ବାହାରିଲା, ଆଉ ତାପରେ ସେକେଣ୍ଡ ସେମିଷ୍ଟାର, ଆଉ ତାପରେ ଥାର୍ଡ ସେମିଷ୍ଟାର, ଆଉ ଏମିତି ଚାଲିଲା ଆଉ। ବୁଝିଲା? ତମେ ମାନେ ମଧ୍ୟ ଦେଖୁଥିବ, ଆଜିକାଲି ଏକା ଥରକରେ 3 ବର୍ଷ ପରୀକ୍ଷା ପରେ ତମ ମାନଙ୍କର ସାର୍ଟିଫିକେଟ ବାହାରୁନି। ଏ ସବୁ ସେମିଷ୍ଟାର ହେଇଗଲାଣି। ବର୍ଷ ଯାକ ପରୀକ୍ଷା ଫଳ ଆସ୍ତେ ଆସ୍ତେ ବାହାରୁଛି। ଆଗେ ମାଟ୍ରିକୁଲେସନ ପାସ୍ କରି ଲୋକେ ମାଜିଷ୍ଟ୍ରେଟ କାମ ଚଲେଇ ଦଉଥିଲେ, IAS କାମ ଚଲେଇ ଦଉଥିଲେ, କଲେକ୍ଟର କାମ ଚଲେଇ ଦଉଥିଲେ ମାଟ୍ରିକୁଲେସନ ପାସ୍ କରି। ଏବେ ମାଟ୍ରିକ ପାଠ ଖଡି ନୁହେଁ କି ପେଡିକି ନୁହେଁ, ଏବେ ମାଟ୍ରିକ ପାଠ କୌଣସି କାମକୁ ଲାଗୁନି। ତମେ ମଧ୍ୟ ଜାଣିଥିବ, ଯିଏ ବି BA ଛାତ୍ରଙ୍କୁ ଚିଠିଟା ଲେଖିବାକୁ କହିଲେ ଇଂରାଜୀରେ ଯାହା ହୋଇଯିବ। ଯେ BA ପଢୁଥିବା ଛାତ୍ରଙ୍କୁ ଯଦି ତମେ କହିବ ଯେ ଗୋଟେ ଲେଟର ଲେଖିଲେ, ଗୋଟେ ଆପ୍ଲିକେସନ ଲେଖିଲେ, ଇଂରାଜୀରେ ସେ ଯାହିତାହି ଲେଖିଦବ। କିନ୍ତୁ ମାତୃଭାଷାରେ ଲେଖିଲା ବେଳକୁ 15ଟା ବର୍ଣ୍ଣନା ଅଶୁଦ୍ଧ ହେଇଥିବ। ଓଡିଆରେ ଲେଖିଲା ବେଳକୁ 15ଟା ଭୁଲ ବାହାରିଯିବ। ତାହେଲେ ହିସାବ କର, ଗୋଟେ BA ଛାତ୍ରର ଅବସ୍ଥା କଣ? ତାହେଲେ ପାଠ ତ ଯାହା ହେଲା, ଅକ୍ଷର ହେଲେ ବି ଡରିଯିବ। ବୁଝିପାରିଲା? ପାଠ ତ ଯାହା ହେଲା, ଦେଖିବ ଅକ୍ଷର ଦେଖିଲେ ଡରିଯିବ। ଅକ୍ଷର ଦେଖିଲେ, ତେଣୁ ପିଲାଙ୍କ ଅକ୍ଷର ଦେଖ କେମିତି ହେଇଗଲାଣି। ପିଲା ସବୁ ପିଲା କହୁଛନ୍ତି ଆମେ ତ ଗୋଟେ ଗୋଟେ ଡକ୍ଟର ଆଉ। ଡକ୍ଟରଙ୍କର ପରୀକ୍ଷା ଆମ ମାନଙ୍କର ଅକ୍ଷର ହେଲାଣି ଆଉ। ବୁଝିଲା? ତେଣୁ ଅକ୍ଷରର ବୋଧହୁଏ ଆଜିକାଲି ପାଠ ସାଙ୍ଗେ କିଛି ସମ୍ପର୍କ ନାହିଁ ବୋଲି ଆଗ ସେଇଭଳିଆ ଶିକ୍ଷକ ବାଡେଇ ପକଉଥିଲେ। ଆଙ୍ଗୁଠି ବାଡେଇ ଫୁଲେଇ ଦଉଥିଲେ, ଯାହାର ଅକ୍ଷର ବଙ୍କା ହେବ, ଅକ୍ଷରର ଚେହେରା ହବ। ପରନ୍ତୁ ଆଜିକାଲି ଜଣା ପଡୁନି ଏମିତି ଅକ୍ଷର ଦେଖିଲେ ଡରିଯିବ, ପଢି ପାରିବନି ବିଲକୁଲ ବି। ଲାଗୁଛି ଯେମିତି ପାଠ ସାଙ୍ଗରେ କିଛି ସମ୍ପର୍କ ନାହିଁ। ତାହେଲେ ଏଇଭଳିଆ ଆଗେ ଯେତେବେଳେ ପାଠ ପଢିବା ବିଶେଷ ସୁବିଧା ନଥିଲା, କିମ୍ବା ଲୋକଙ୍କର ବିଶେଷ ଆଗ୍ରହ ଥାଏ, ସେତେବେଳେ ପାଠର ଦଣ୍ଡ ମାନେ ଏତେ ଉଚ୍ଚ ଥିଲା ଯେ ଅଥଚ ଏତେବେଳେ ବିଜ୍ଞାନ ବଳରେ ଶିକ୍ଷା ପାଇଁ ନାନା ସୁବିଧା ଆବିଷ୍କୃତ ହେଇଥିଲେ ମଧ୍ୟ ପ୍ରତ୍ୟେକ ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର ଆଉ ମୂଲ୍ୟ ନାହିଁ। ଦେଖ ଲେଖକ କହୁଛନ୍ତି
ଆଗେ ଯେତେବେଳେ ପାଠ ପଢିବା ପାଇଁ ସୁବିଧା ନଥିଲା, ଆଗେ ବହୁତ ଅସୁବିଧା। ଏତେବେଳେ ବିଜ୍ଞାନ ବଳରେ ଶିକ୍ଷା ପାଇଁ ନାନା ସୁବିଧା ଆବିଷ୍କୃତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଲୋକ ପାଠର ମୂଲ୍ୟ ବୁଝି ହଉଥିଲେ ମଧ୍ୟ ତେଣୁ ପାଠର ମୂଲ୍ୟ ନାହିଁ। ହଁ ଦେଖ ଲୋକ କହୁଛନ୍ତି ଆଗେ ଯେତେବେଳେ ପାଠ ପଢିବା ପାଇଁ ସୁବିଧା ନଥିଲା, ଆଗେ ବହୁତ ଅସୁବିଧା, ଓଡିଶାରେ ସ୍କୁଲ କଲେଜ ନଥିଲା, ଲୋକମାନେ ଯାଉଥିଲେ କଲିକତା ପାଟନା, ପାଲଟନା ୟୁନିଭରସିଟି କଲିକତା ୟୁନିଭରସିଟି ଯାଉଥିଲେ ପ୍ରେସିଡେନ୍ସି କଲେଜକୁ କିମ୍ବା ଲୋକଙ୍କର ଯେତେବେଳେ ଆଗ୍ରହ ନଥିଲା କେତେ ଅଳ୍ପ ହାର ଲୋକ ପାଠ ପଢୁଥିଲେ କିନ୍ତୁ ପାଠର ମାନଦଣ୍ଡ ବହୁତ ଉଚ୍ଚ ଥିଲା। ବୁଝିଲା, ଯେ ବହୁତ ଲୋକ ପଢିକି ଯାଉଥିଲା ତାର ବିଶେଷ ଜ୍ଞାନ ଥିଲା, ପାଠର ଦଣ୍ଡମାନ ବହୁତ ଅଧିକ ଥିଲା। ପରନ୍ତୁ ଆଜି ବିଜ୍ଞାନ ବଳରେ ସମସ୍ତଙ୍କ ହାତରେ ଫୋନ, ସମସ୍ତଙ୍କ ହାତରେ ପାଖରେ ନଲେଜ ଇନଫରମେସନ, ତେଣୁ ବହୁତ ଲୋକ ବୁଝିପାରିଲେଣି, ବର୍ତ୍ତମାନ ବି ବୁଝିଲେଣି ପାଠର ମୂଲ୍ୟ କେତେ ଅଧିକ। ବିଜ୍ଞାନ ବଳ ସମସ୍ତଙ୍କ ପାଠରେ ନାନା ସୁବିଧା ଆଜି ମଧ୍ୟ ପାଠର ଇ ଲାଇବ୍ରେରୀ ଏଇ ସବୁ କଥା ତମ ମାନଙ୍କର ହାତ ମୁଠାରେ ବର୍ତ୍ତମାନ ବିଶ୍ୱର ଜ୍ଞାନ ଅଛି। ପରନ୍ତୁ ପାଠର ମୂଲ୍ୟ କିଛି ବୁଝୁନାହାନ୍ତି, ପରନ୍ତୁ ଲୋକମାନେ ବିଭିନ୍ନ ପ୍ରକାର ମାତି ଯାଉଛ, ବିଭିନ୍ନ ପ୍ରକାର ଖେଳରେ ମାତି ଯାଉଛ, ବିଭିନ୍ନ କଥା କହୁନାହାନ୍ତି। ପାଠ ବେଳକୁ ଆଉ ଟିକେ ତମେ ମାନେ ଯାଉନ, ଦେଖ କଣ କହୁଛନ୍ତି। ହଁ, ଶିକ୍ଷାର ମାନଦଣ୍ଡ ବର୍ତ୍ତମାନ କମିବାରେ ଲାଗିଲାଣି, ବୁଝିଲା। ପ୍ରାଥମିକରୁ ପି ଏଚ ଡି ପର୍ଯ୍ୟନ୍ତ ସବୁଠି ଅବସ୍ଥା ସମାନ ରହିଲାଣି। ତେଣୁ ପ୍ରାଥମିକ ଆଉ କଥା କଣ କହିବା, ତମେ ମାନେ ପି ଏଚ ଡି କର, ପି ଏଚ ଡି ପର୍ଯ୍ୟନ୍ତ ମାନଙ୍କ ସେଇ ଅବସ୍ଥା। ଏବେ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ ରେ ଆଉଟ ସାଇଡ ର ନା ହେଉ ଜଣେ ଶିଖେଇ ଦ ଏମ ଏ ବେଙ୍ଗାଲୀ ବୋଲି ଲେଖା ହୋଇଥିଲେ, ଆଉଟ ସାଇଡ ପରିଚୟ ଦେଇ ହିନ୍ଦୁସ୍ତାନ ର ପେପର ଦେଇଥିଲେ ଜଣେ ବିଷ ତ ଏମ ଏ ବେଙ୍ଗାଲୀ ସେଥିରେ ଯୋଉ ଲେଖା ହେଇଥିଲା, ସେଥିରେ ସେ ଦେଖାଇଥିଲେ ସେ ବିଭାଗରେ ଯେମିତି ଅନେକ ଲୋକ ପ୍ରଥମ ଯେମିତି ଥାନ୍ତି, ବେଙ୍ଗାଲୀ ବିଭାଗରେ ବା ବଙ୍ଗଳା ହିସାବରେ ବହୁତ ଲୋକ ଫାଷ୍ଟ କ୍ଲାସ ପାଆନ୍ତି। ପରନ୍ତୁ ସେଇ ଫାଷ୍ଟ କ୍ଲାସ ର କିଛି ମୂଲ୍ୟ ନଥିବାରୁ ଅଧିକାଂଶ ଡିଫିଲ୍ କରିବା ବାଧ୍ୟ ହେଇଥାନ୍ତି। ତେଣୁ ଆଜିକାଲି ବହୁତ ପିଲା ଆଗକୁ ଜଣେ ବିଏ ପିଲା ବି ମିଳିବା ବହୁତ କଷ୍ଟ। ଏବେ ବି ସମସ୍ତ ବିଏ ଯାହାକୁ ତମେ ଧୂଳି ପକା ଦେଇଥବ, ଟେକା ପକେଇ ଦେଇଥବ, ସେ ହଉଛି ବିଏ ପିଲା। ଯାହାକୁ ତମେ ଦେଖିବ ସିଏ ହଉଛି ବିଏ ପିଲା, ପରନ୍ତୁ ବିଏ ର ଆଜିକାଲି କିଛି ମୂଲ୍ୟ ନାହିଁ, ଯାଇନା। ତେଣୁ ପ୍ରଥମ ଶ୍ରେଣୀ ମୂଲ୍ୟ ନଥିବାରୁ ଅଧିକାଂଶ ଡିଗ୍ରୀ କରୁଛନ୍ତି, ତେଣୁ ସେ ଏମ ଏ ର କିଛି ମୂଲ୍ୟ ନାହିଁ। ହେଲା, ଏମ ର କିଛି ମୂଲ୍ୟ ନାହିଁ। ତେଣୁ ସବୁ ପିଲା ଡିଫିଲି କରୁଛନ୍ତି, ଡିଫିଲି ରେ ବହୁତ ସଂଖ୍ୟା ହୋଇଗଲାଣି। ସବୁ ପିଲା ଡିଲିଟ କରୁଛନ୍ତି, ଏଇ ସବୁ ବଡ ବଡ କ୍ଲାସ ହେଲା ଡିଲିଟ କରୁଛନ୍ତି। ଲେଖକ କହୁଛନ୍ତି ଆଶ୍ଚର୍ଯ୍ୟ କଥା, ସେଇ ବିଭାଗର କୌଣସି ଫଳ ଛାତ୍ର ନଥିଲେ ସୁଧା ଅନେକ ଡିଲିଟ ମଧ୍ୟ ଯାଉଛନ୍ତି। ତ ସେଇ ଯୋଉ ବିଭାଗ, ସେଇ ବିଭାଗରେ ବହୁତ ଛାତ୍ର ନାହାନ୍ତି। ପରନ୍ତୁ ସେଇ ବିଭାଗରେ ଯେତିକି ପିଲା ନା ଦେଖିଛନ୍ତି, ସମସ୍ତଙ୍କ ଉପାୟ ମିଳିଯାଇଛି, ଡିଲିଟ ଉପାୟ ମିଳିଯାଇଛି, ତଥାପି ସେଥିରେ ଅବସ୍ଥା ବିଶେଷ ଭଲ ନୁହେଁ। କିନ୍ତୁ ମୋର ଧାରଣା ଏଇ ପ୍ରକାରର ଅଧପତନ ଯେ କେବଳ ବଙ୍ଗଳା ବିଭାଗର ହୋଇଛି ତା ନୁହେଁ, ଅନ୍ୟାନ୍ୟ ବିଭାଗରେ ମଧ୍ୟ ଆସ୍ତେ ଆସ୍ତେ ତା ପ୍ରବେଶ କରିଛି। ତମେ ମାନେ ମଧ୍ୟ ଦେଖ, ବିଭିନ୍ନ ଦେଖ, ଓଡିଆ କଥା ଦେଖ, ହିଷ୍ଟ୍ରି କଥା ଦେଖ, ତମେ ବିବାହ କଥା ମଧ୍ୟ ଦେଖ, ଏଜୁକେସନ କଥା କି ଯାହା ଦେଖ, ସେଇ ବିଭାଗରେ ଖାଲି ପିଲା ପାସ୍ କରନ୍ତୁ, ପରନ୍ତୁ ଅଧପତନ ଦେଖାଯାଉଛି। ସେଇ ଜ୍ଞାନ ଯାହା ପଢିବା କଥା ସେ ବି ବଢୁନାହିଁ। ତେଣୁ ଦୁର୍ଭାଗ୍ୟବଶତଃ ଆମ ଦେଶରେ ଗବେଷଣା ଡିଗ୍ରୀ କଲା ବେଳେ ଛାତ୍ର ମାନଙ୍କୁ କହୁଛି ପ୍ରବନ୍ଧ ଇତ୍ୟାଦି ଲେଖିବା ପ୍ରକାଶ କରି ନିଜର ପ୍ରବୀଣତାର ପରୀକ୍ଷାକୁ ଦେବାକୁ ପଡେ ନାହିଁ। ତେଣୁ ଆମ ଦେଶରେ ଯୋଉମାନେ ସବୁ ପରୀକ୍ଷା ଗବେଷଣା ଡିଗ୍ରୀ କରୁଛନ୍ତି, ଏବେ ତ ନେଉଛନ୍ତି ସମସ୍ତେ, ଏବେ ତ ଦେଇ ଦଉଛନ୍ତି ସମସ୍ତେ ନାଇଁ କି? ଏବେ ଦେଖ ଗବେଷଣା କରୁଛନ୍ତି, ଯଦି ସେ ଆମକୁ ଦେବାକୁ ପଡୁଛି ନା କି, ପରନ୍ତୁ ଗଲା ବେଳକୁ ଆମେ ଯଦି ଦେଖିବା ପୂର୍ବରୁ କୌଣସି ପ୍ରବନ୍ଧ ବା ଲେଖା ପ୍ରବନ୍ଧ କରୁ, ନିଜ ପ୍ରବୀଣତାର ପରୀକ୍ଷା ଦେବାକୁ ପଡେ ନାଇଁ। ନାଇଁ। ପାଶ୍ଚାତ୍ୟ ଦେଶରେ ବିଶେଷତଃ ଆମେରିକା ସେଇ ପରିଥିରେ ନିଜ କାର୍ଯ୍ୟକଳାପର ପ୍ରଗତି ପରିଚୟ ଦେବାକୁ ପଡିବ। କିନ୍ତୁ ଆମେରିକା କଥା ଦେଖ, ସେ ଡିଜି ହେଇକି ପଢୁଛନ୍ତି, ନିଜର ପ୍ରବୀଣତାର ପରୀକ୍ଷା ଦଉଛନ୍ତି। ପରୀକ୍ଷା ସରିଲା ପରେ ଯେ ନିଶ୍ଚୟ ନିଜର ଗୋଟିଏ ରିପୋର୍ଟ ବା ଲେଖା ଦଉଛନ୍ତି, ଯାଇଁଲ। କିନ୍ତୁ ଦେଶରେ ଜ୍ଞାନୀ ଗବେଷଣା ଲୁଚି କରିଥାନ୍ତି। ହଠାତ୍ ବାହାରି ପଡେ ଯେ ଏମିତି ଜଣେ ଚମକି ଦେଖାଇଛି ଯେ ଲୋକ ଚମକି ପଡି ବିଶ୍ୱାସ ହେଉନି। ଏଠି ବହୁତ ଗବେଷଣା ଅଛନ୍ତି ନା କି ନା ନଥିବେ ଗବେଷଣା ଅଛନ୍ତି, ପରନ୍ତୁ ଲୁଚିକି ଥାନ୍ତି। ହଠାତ୍ ବାହାରି ପଡି ହଠାତ୍ ଏମାନଙ୍କର ଏଇଆ ଲେଖା ହେଇଛି ଆଜି ବୋଲି, କି କଣ ଗୋଟିଏ ଲେଖା ହେଇଛି ବୋଲି ପେପରରେ ସାଙ୍ଗେ ସାଙ୍ଗେ ବାହାରିଯିବ। ତେଣୁ ଭାରତ ବର୍ଷରେ କେତେକ ବିଶ୍ୱବିଦ୍ୟାଳୟ ଶହେ ଶହେ ପି ଏଚ ଡି
ଦିଲ୍ଲୀଟି ବାହାରୁଛନ୍ତି ଅଥଚ ସେମାନଙ୍କ ଗୋଟିଏ ହେଲେ ବି ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟର ସମ୍ମାନ ପାଇନାହିଁ। ଯେତେ ଜଣ ବର୍ତ୍ତମାନ PhD ଦିଲ୍ଲୀଟି କରୁଛନ୍ତି ତାଙ୍କ ଗବେଷଣା ଗୁଡା ଉଚ୍ଚ ରାଜ୍ୟରେ ସମ୍ମାନ ପାଉନାହିଁ, ତାଙ୍କ ଗବେଷଣା ଗୁଡିକ କେହି ସମ୍ମାନ କରୁନାହାନ୍ତି ବା ପାଇନାହାନ୍ତି। ତେଣୁ ତଳ ତ ଯାହା ହେଲା ଆଉ ଉପରଟା ଯଦି ସେ ହାଲକା ହୋଇଯାଏ, ଉପରଟା ବି ସେଇ ଆମର ପ୍ରାଇମେରୀ ଯଦି କଥା ଯଦି ଦେଖିବା ଅପର ପ୍ରାଇମେରୀ ମାଟ୍ରିକ କଥା ଉପରେ ଯଦି ଆମେ ଦେଖିବା PhD ଦିଲ୍ଲୀ କଥା ଦେଖିଲେ ସବୁ ଫାଙ୍କା ହେଇଯିବ। ତେବେ ସେ ଆଜିର ଏଇ ସ୍ୱାଧୀନତା ସମ୍ଭାଳି ହେବ, ଯୋଉଠି ସ୍ୱାଧୀନତା ଆମେ ପାଇଛେ ତାକୁ ଖାଲି ଆବାଜ କରି କଣ ସମ୍ଭାଳି ପାରିବା? ହଠାତ୍ ଭାରତ ଆଉ ବ୍ରିଟିଶ ମାନଙ୍କର ନିଜର ରାଜ୍ୟ ନଥିଲା ବୋଲି ତାଳ ଗଛକୁ ତୋପ କରିକି ଦେଖାଇ ଜାପାନୀ ଶତ୍ରୁକୁ ଦେଶ ଘଉଡ଼ାଇ ଦେଇଥିଲେ। ଭାରତ ଇଂରାଜୀ ମାନଙ୍କର ନିଜ ରାଜ୍ୟ ନଥିଲା, ତେଣୁ ସେମାନଙ୍କ ତାଳପତ୍ର ତୋପ କରି ଦେଖାଇ ଦେଇଥିଲେ, ଯାହା ଫଳରେ ଜାପାନୀ ସୈନ୍ୟ ଡରି ଯାଇଥିଲେ। ପରନ୍ତୁ ଆମ କଣ ନିଜ ଦେଶକୁ ଏଇଭଳି ଠକି ପାରିବା କି? ଏଇଭଳି ଠକି ପାରିବାନି। ଏଇଭଳି ଆମ ଦେଶକୁ ଠକି ପାରିବାନି। ଖାଲି ନିରନ୍ନ ମୂର୍ଖ ଲୋକଙ୍କୁ ତାଲିମ କରି ଫୌଜ ପୋଷାକ ପିନ୍ଧାଇଲେ ଆମ ଦେଶର ସ୍ୱାଧୀନତା ରୋକିପାରିବେ ନାହିଁ। ଖାଲି ନିରନ୍ନ ଏଇ ଯେଉଁ ନିରନ୍ନ ଲୋକ, ଭୋକିଲା ଲୋକ, ମୂର୍ଖ ଲୋକ ଯଦି ଆମେ ଖାଲି ଟ୍ରେଣ୍ଡ କରି ଖାଲି ଆମେ ପୋଷାକ ପିନ୍ଧେଇ ଦେବା, ଫୌଜ ପୋଷାକ ପିନ୍ଧେଇ ଦେବା, ତାହେଲେ ସେମାନେ କଣ ଆମ ସ୍ୱାଧୀନତାକୁ ରୋକିପାରିବେ କି? ରଖିପାରିବେ ନା ଆମ ଦେଶକୁ। ତ ତେଣୁ ବର୍ତ୍ତମାନ ବେଳ ଆସିଛି ସ୍ୱାଧୀନ ଦେଶରେ ଆମର ଶିକ୍ଷା ଚିନ୍ତା କରିବାକୁ ଦରକାର। ଆମ ସ୍ୱାଧୀନ ଦେଶରେ ଆମ ଆମ ଆମେ ଆମ ଶିକ୍ଷାକୁ କେମିତି ଆଗେଇବା, ଯାହା ଫଳରେ ଆମେ ବି ସେଇ ବଡ ଦେଶ ପରି ସମାନ ହୋଇପାରିବା। ତେଣୁ ରହିବ ଏଇ ପାଠ ବଳରେ ତମେ ଅନ୍ୟମାନଙ୍କ ସହିତ ସମାନ ହେଇଯିବା। ତେଣୁ ପାଠ ବଳରେ ଆମେ ସବୁ ଦେଶ ସହିତ ସମାନ ହୋଇଯିବା। ତେଣୁ ଶିକ୍ଷାକୁ ଆମ ବିଚାରରେ ଶେଷ ସ୍ଥାନ ନ ଦେଇ ଶେଷ ସ୍ଥାନ ଦେଲେ ଏଇ ଅବସ୍ଥାର ପରିବର୍ତ୍ତନ କେବଳ ଆଶା କରାଯାଇପାରେ। ତେଣୁ ଏଇ ଯୋଉ କଥା ପ୍ରଥମେ କହିଥିଲେ, ଯୋଉ ସଭାକୁ ଯେ ଯାଇଥିଲେ ସେଠି ଶିକ୍ଷାକୁ ତଳକୁ ନେଇଥିଲେ। ସେଠି ଲେଖକ କହିଛନ୍ତି ନା ନା ନା, ଶିକ୍ଷାକୁ ଆମକୁ ଶୀର୍ଷ ସ୍ଥାନକୁ ଦେବାକୁ ପଡିବ। କୃଷିକୁ ଦିଅ ପରନ୍ତୁ ଶିକ୍ଷାକୁ ଶୀର୍ଷ ସ୍ଥାନକୁ ଦିଅ, ଯାହାଫଳରେ ଆମର ପରିବର୍ତ୍ତନ ହେବ, ଆମ ଦେଶରେ ଆଗେଇ ଯିବ। ଆଉ ଏଇଠୁ ପ୍ରଥମେ ଯଦି PhD ଯିବା, ଯଦି କିଛି ଜ୍ଞାନ ନଥିବ, ଆମ ଦେଶକୁ ଆମେ କଣ ଆଗେଇ ଯିବା, ଆମ ଦେଶକୁ ଆମେ ଆଗେଇବା। ବୁଝିପାରୁଛ ନା ନାଇଁ? ପିଲେ ଆଜି ଆମେ ପାଠଟାକୁ ଏଇଠି ସାରିଦେବା, ପରବର୍ତ୍ତୀ ସମୟରେ ତାର ପ୍ରଶ୍ନ ଉତ୍ତର ଦେଖିବା। ତାହେଲେ ଆଜି ପାଇଁ ବାସ୍ ଏତିକି।